ଜୟ ମା ସାର ସୁନ୍ଦରୀ। ଚାଲନ୍ତୁ ଦେଖିବା ଆଜି ଆହୁରି ଗୋଟେ କାମ ହେଉଛି କୋରୁଆରେ କାମ। ସେ କାମ ଚାଲିଛି ବର୍ତ୍ତମାନ। ବାଥରୁମ୍ ୱାଲ୍ କାମ ଚାଲିଛି। ସେ ହେଉଛି ଆଉ କେହି ନୁହଁ, କୋରୁଆର ମଲ୍ଲିକ ସାର୍। କୋରୁଆ କଲେଜ ଛକ ପାଖରେ ମଲ୍ଲିକ ସାର୍ ପଚାରିଲେ ଯିଏ ନେଇ ସିଏ କହିବେ ସେ ହେଉଛନ୍ତି ଡକ୍ଟର ଜଣେ। ତାଙ୍କରି ଦୁତାଲା କାମ ହେଉଛି। ପୁରା ରୁମ୍, ଫ୍ଲୋର୍, ବାଥରୁମ୍, ଡାଇନିଂ, କିଚେନ୍ ସବୁ କିଛି କାମ ହେଉଛି। ପୁରା ବାଥରୁମ୍ ଫ୍ଲୋର୍ଟା ବାଥରୁମ୍ ଫ୍ଲୋର୍। ଆଉ ଇଏ ହେଉଛି ବାଥରୁମ୍ ୱାଲ୍। ଇଏ ହେଉଛି 100% ଏକ୍ସଟ୍ରା ପ୍ରିମିୟମର ମଧ୍ୟ, ୱାର୍ଡ୍ରୋବ୍ ଉପରୁ ମଧ୍ୟ। ଦେଖନ୍ତୁ ତଳେ କେମିତିଆ ଅଛି, ଅଣ୍ଡା ଅଣ୍ଡା ଟାଇପ୍ର ନେଳିଆ ନେଳିଆ ଅଣ୍ଡା। ତାପରକୁ କିଛି ପାହାଡ଼ ରହିଛି, ତା ତଳେ ଝରଣା ରହିଛି। ଝରଣାରେ କିଛି କଇଁ ଫୁଲ ଫୁଟିଛି, ଆଉ କିଛି ହଂସ ବି ପହଁରୁଛନ୍ତି, ଆଉ କିଛି ଡଲଫିନ୍ ମଧ୍ୟ ଡିଆଁ ମାରୁଛନ୍ତି। ତା ଉପର ଭାଗରେ ଘାସ ହୋଇଛି, ସେଠାରେ ଚରୁଛନ୍ତି ହରିଣମାନେ, ଆଉ କିଛି ଝରଣା ବି ରହିଅଛି, ଆଉ କିଛି ବି ଡିଆଁ ମାରୁଛନ୍ତି। ତା ଉପରକୁ ଗଛ ବୃକ୍ଷଲତା ହେଇଛି, ତା ଦେହରେ ବି ହରିଣ ଅଛନ୍ତି। ଆଉ ତା ଉପରକୁ ଚଢ଼େଇ ପତଙ୍ଗ ଉଡ଼ୁଛନ୍ତି। ଆକାଶ ହେଇଛି ଦେଖନ୍ତୁ। କାମ ଯେବେ ବି ଯିଏ କରୁଛନ୍ତି କରନ୍ତୁ, କିନ୍ତୁ ଭଲସେ କରନ୍ତୁ ଆଉ ଭଲସେ କରାନ୍ତୁ। କାହାକୁ ବି କରୁଛନ୍ତି ଭଲସେ କରାନ୍ତୁ, କାହିଁକି ନା ଯେମିତି ଫଟ୍ ଫଟ୍ ସାଉଣ୍ଡ ନ ଆସେ, ସେଇଭଳି କାମଟେ କରେଇ ନିଅନ୍ତୁ ତାଙ୍କୁ। କାହିଁକି ନା କାମ କରିବେ ଥରେ ଜୀବନରେ, ଟାଇଲି କାମ ଜୀବନରେ ଥରେ କରିବେ, 10 ଥର କରିବେନି। ତେଣୁକରି ଭଲସେ କରନ୍ତୁ। ଆଉ ଯାହା ବି ହେଲେ ସୁନ୍ଦରତା ନିହାତି ଆବଶ୍ୟକ। ଆଉ ନିହାତି ଭାବେ 100% ଷ୍ଟ୍ରେଂଥ ଆଉ ମଜବୁତ କରନ୍ତୁ। ଆଉ ମୁଁ ଏଇଠି ଅନୁରୋଧ କରିବି ଘର ଲୋକମାନଙ୍କୁ, ଯେଉଁଠି ବି କାମ ହେଉଛି ଟାଇଲି କାମ, ପାଣି ଟିକେ ଭଲସେ ଦିଅନ୍ତୁ। କିଛି ନାହିଁ, ପାଣି ଏମିତି ବୋଝେ ଢାଳି ଦେବା ଦ୍ୱାରା ତାହା ନୁହେଁ ସକ୍ସେସ୍। ଛିଞ୍ଚି ଦିନକୁ 5-6 ଥର ଦିଅନ୍ତୁ। ଗୋଟେ ବାଥରୁମ୍ରେ ଗୋଟେ ବାଲ୍ଟି ପାଣି ହେଲେ ପୁରା ଶୀର୍ଷ ଭାଗକୁ ପୁରା ଗଡ଼େଇବେ। ପୁରା ଧୀରେ ଧୀରେ ଗଡ଼ିକି ସେ ପାଣି ଖାଇବ। ଆନନ୍ଦର ସହ କାମ ବି ହେବ। ନିଜର ମନ ଉତ୍ସାହ ଆସିବ, ଖୁସି ଉପୁଜିବ। ନିହାତି ନା ମିସ୍ତ୍ରୀର ଫଲ୍ଟ ଥବ, ନା ଘରବାଲାର ମନ ଦୁଃଖ ହେବ। ସେମିତି କିଛି ହେବନି। ତେଣୁକରି ଭଗବାନଙ୍କ ଦୟାରୁ କାମ ଭଲ ହଉ, ଠାକୁରଙ୍କ ଦୟାରୁ କାମ ଭଲ ହଉ, ଘର ଲୋକ ଖୁସି ହୁଅନ୍ତୁ, ଆନନ୍ଦର ସହ ଉତ୍ସାହ ଦିଅନ୍ତୁ। କେବେ କାହାର ମନରେ ଦୁଃଖ ଦିଅନ୍ତୁ ନାହିଁ। କାହିଁକି ନା ମୁଁ କହୁଛି, କେହି ବି ଜଣେ ଭଲ ପଦେ କହ ନିହାତି ଆବଶ୍ୟକ। ଜୟ ମା ସରସ୍ୱତୀ। ଯଦି ଏ ଭିଡ଼ିଓଟି ଭଲ ଲାଗିଥାଏ ନିହାତି ଆପଣ କମେଣ୍ଟ ମାଧ୍ୟମରେ ମତାମତ ରଖିବେ। ଜୟ ମା ସରସ୍ୱତୀ, ଜୟ ଜୟ।